ସବୁ ଋତୁର ସ୍ୱାଦ, ଅନୁଭବ, ଆକର୍ଷଣ ଯେମିତି ଅଲଗା ଅଲଗା ହେଇଥାଏ, ସବୁ ବୟସର ଦାୟିତ୍ୱ, କର୍ତ୍ତବ୍ୟ, ତାର ଅନୁଭୂତି ଅନୁଭବ ମଧ୍ୟ ସେମିତି ଅଲଗା ଅଲଗା ହେଇଥାଏ। କେବଳ ଯଦି ଅଲଗା କୋଉଟା ନୁହଁ, ସେଇଟା ହେଉଛି ସଂଘର୍ଷ। ଯିଏ ସଫଳତା ଆଡ଼କୁ ସବୁବେଳେ ଅଗ୍ରଗତି କରେ, ଜୀବନରେ କିଛି କରିବାକୁ ଇଚ୍ଛା କରେ, ତ ନିଶ୍ଚିତ ଭାବରେ ତା ଜୀବନରୁ କେବେ ସଂଘର୍ଷ ଦୂର ହୁଏନି। ଆଉ ସଂଘର୍ଷ ହିଁ ଜୀବନ। ଯୋଉଠି ଜୀବନ ଅଛି ସେଠି ସଂଘର୍ଷ ଅଛି, ଆଉ ଯୋଉଠି ସଂଘର୍ଷ ନାହିଁ ସେଠି ଜୀବନ ବି ନାହିଁ। ହେଲୋ ଡିଅର୍, ମୁଁ ସ୍ମିତା ଆପଣ ସମସ୍ତଙ୍କୁ ଆଉ ଗୋଟେ ଭ୍ଲଗ୍କୁ ସ୍ୱାଗତ କରୁଛି। ଅନେକ କୁହନ୍ତି ଯେ ଆମେ ଯାହା ଇଚ୍ଛା କରୁ ତାହା ପାଉ। ଏଇଟା ମଧ୍ୟ ସତ କଥା। ଯଦି ଏଇଟାକୁ ଆମେ ବିଶ୍ୱାସ କରିବା ଯେ ଯାହା ଆମେ ଚାହୁଁ ସେଇଟା ଯଦି ଆମେ ପାଉ ବୋଲି ବିଶ୍ୱାସ କରିବା, କେବେ କେବେ ଆମେ ଚାହୁଁନଥିବା ଅନେକ କଥା ବି ଆମ ଜୀବନରେ ଘଟେ, ତାକୁ ମଧ୍ୟ ଆମେ ବିଶ୍ୱାସ କରିବା। ତେଣୁ ଯାହା ଆମକୁ ଅନିଚ୍ଛାରେ ମିଳିଛି ଆଉ ଯାହା ଆମକୁ ଇଚ୍ଛାରେ ପ୍ରାପ୍ତ ହୋଇଛି, ଏ ସବୁକୁ ବାଲାନ୍ସ କରିକି ଯିଏ ଜୀବନଟାକୁ ଖୁସିରେ ନିଏ ସିଏ ହିଁ ଜିତିଯାଏ, ପ୍ରକୃତ ବିଜୟୀ ସିଏ ହେଇଯାଏ। ତ ଫ୍ରେଣ୍ଡସ୍, ମୁଁ ସକାଳେ ମୋ ପୁଅକୁ ଟିକେ ପଢ଼ାଇ ସାରିଲା ପରେ ତାପରେ ଯେହେତୁ ଫାର୍ଷ୍ଟ ହାଫ୍ରେ ମୁଁ ମୋର ଘରେ ରୁହେ, ଅତି ଏମର୍ଜେନ୍ସି ଅତି କାମ ନ ପଡ଼ିଲେ ମୁଁ ସପ୍ ଯାଏନି କି ବାହାରକୁ ଯାଏନି। ତ ସକାଳ ଟାଇମ୍ଟା ମୁଁ ମୋ ନିଜକୁ ଦିଏ, ନିଜକୁ ମତଲବ ମାନେ ଘର କାମ ହେଲା, ମୋ ପୁଅକୁ ହେଲା, ବା ତା ଭିତରେ ମୋ ପଢ଼ାପଢ଼ି ବା ନିଜକୁ ସବୁ ଯାହା ବି ଯେତିକି ଘରେ ରହିକି ଯେଉଁ କାମ କରିହେବ ସେଇଟା ମୁଁ ଫାର୍ଷ୍ଟ ହାଫ୍ରେ କରେ। ସେକେଣ୍ଡ ହାଫ୍ରେ ମୁଁ ସପ୍କୁ ଯାଏ। ତ ବର୍ତ୍ତମାନ ଯେହେତୁ ସେକେଣ୍ଡ ହାଫ୍ରେ ସନ୍ଧ୍ୟାବେଳେ ମୁଁ ସପ୍ରେ ଥାଏ, ପୁଅକୁ ପଢ଼ାଇବାକୁ ସମୟ ହୁଏନି, ତ ତେଣୁକରି ମୁଁ ତାକୁ ସବୁବେଳେ ଷ୍ଟଡ଼ି ତାର ସକାଳରେ କରେ। ଏବେ ଯେହେତୁ ଖରା ଛୁଟି ପଡ଼ିଛି, ତେଣୁକରି ମୁଁ ତା ପାଠପଢ଼ା ସକାଳେ ସାରିଦିଏ। ତାପରେ ମୋ ରୋଷେଇବାସ, ନିଜର ପଢ଼ାପଢ଼ି ଟିକେ ସମୟ ଦେଇ ସାରିଲା ପରେ ମୁଁ ସେକେଣ୍ଡ ହାଫ୍ରେ ସପ୍କୁ ଯାଏ। ବର୍ତ୍ତମାନ ଯେହେତୁ ଆମର ଏସ୍ଏସ୍ବିରେ କେସ୍ ଲାଗି ରହିଛି, କେସ୍ର କୌଣସି ପ୍ରକାରର ରେଜଲ୍ଟ ଏଯାଏ ବାହାରିନି, ବା ଯେଉଁ ନୂଆ ନୋଟିଫିକେସନ୍ ଆସିବ କି ଯେଉଁ ପୁରୁଣା ନୋଟିଫିକେସନ୍ରେ ଯେଉଁ ଆମେ ଫର୍ମ ପକେଇଥିଲୁ ସେଇଟାର କ'ଣ ହେବ, ତାର କୌଣସି ପ୍ରକାର ଯେହେତୁ ନିର୍ଦ୍ଦିଷ୍ଟତା ନାହିଁ, ତ ବର୍ତ୍ତମାନ ଷ୍ଟଡ଼ିରୁ ଟଚ୍ ଛାଡ଼ିଯିବା ବି ଗୋଟେ ବହୁତ ବଡ଼ ଖରାପ ମାନେ ସେଇ ଅଭ୍ୟାସଟା କେବେ କେବେ ଏତେ ମାନେ ଲଙ୍ଗ୍ ଟାଇମ୍ ଧରି ହେଇଯିବ ଯେ ଯାହାଫଳରେ ପୁଣି ଯେତେବେଳେ ଆମେ ବହି ଧରନ୍ତି ସେତେବେଳେ ଆମକୁ ବହୁତ ମାନେ ପୁଣି ଥରେ ସେଇ ଟ୍ରାକ୍ରେ ପଢ଼ିବାକୁ ଆମକୁ କଷ୍ଟ ଲାଗେ। ସେଥିପାଇଁ ମୁଁ ବର୍ତ୍ତମାନ ସିଲାବସ୍ର ଯାହା ଯାହା ଅଛି ମୁଁ ସେଇଟାକୁ ଓଭରଲୁକ୍ କରୁଛି, ବା କିଛି କିଛି କ୍ୱେଶ୍ଚନ୍କୁ ଅବଜେକ୍ଟିଭ୍ କ୍ୱେଶ୍ଚନ୍ ଦେଖୁଛି କି ତାର ଆନ୍ସର୍ କେଉଁ ବୁକ୍ରୁ ଆସିଛି, ଏମିତି କିଛି ପଢ଼ାପଢ଼ିରେ ଟାଇମ୍ ଦେଉଛି। କାହିଁକିନା ଷ୍ଟଡ଼ିରୁ ଟଚ୍ ଛାଡ଼ିଯିବା ମାନେ ହିଁ ଗୋଟେ ଯୁଦ୍ଧ କ୍ଷେତ୍ରରୁ ମଇଦାନରୁ ହଟିଯିବା ସହିତ ସମାନ। କିଏ କେଉଁ ପ୍ରଫେସନରେ ରହିବ, କିଏ ଚାକିରି ପାଇବ ନ ପାଇବ ସେଟା ତ ସମୟ ଉପରେ ନିର୍ଦ୍ଧାରଣ କରେ, ଆମ ପରିଶ୍ରମ ଉପରେ ଡିପେଣ୍ଡ କରେ। କିନ୍ତୁ ଆମକୁ ଲଗାତାର ଭାବରେ ଯେହେତୁ ଆମେ ଅଛନ୍ତି, ଫିଲ୍ଡରେ ଅଛନ୍ତି, ଗୋଟେ ଜବ୍ ପାଇଁ ଇଚ୍ଛା କରୁଛନ୍ତି, ତାହେଲେ ସେତେ ପର୍ଯ୍ୟନ୍ତ ଆମକୁ ଗଭର୍ଣ୍ଣମେଣ୍ଟର ସ୍ଥିତି ଯାହା ବି ହେଇଥାଉ, କେବେ ନୋଟିଫିକେସନ୍ ଆସୁଛି ଆସୁ ନ ଆସୁଛି ନ, କିନ୍ତୁ ଆମକୁ ପଢ଼ିବାର ଟଚ୍ ସବୁବେଳେ ରଖିବାକୁ ପଡ଼ିବ। ଯେଉଁ କଣ୍ଡିସନରେ, କାହିଁକିନା ଲାଇଫ୍ରେ କେଉଁ କଣ୍ଡିସନ୍ ଆସିବ ସେଟା ସତରେ ମାନେ ମୋତେ ଯଦି କହିବ ରିଏଲ୍ ଲାଇଫ୍ର ମୁଁ ଯେତିକି ଅନୁଭବକୁ ସାଉଁଟିଲେଣି ନା, ମାନେ କେତେବେଳେ କାହା ଲାଇଫ୍ରେ କେଉଁ ଟାଇପ୍ର ଟର୍ଣ୍ଣିଂ ପଏଣ୍ଟ ଆସିବ ସେଟା ଆକ୍ଚୁଆଲି ଆପଣ ଭାବି ବି ପାରିବେନି। ଆପଣ ଚାହିଁଥିବେ ଗୋଟେ, ଇଚ୍ଛା କରିଥିବେ ଗୋଟେ, ତାର ସବୁ ବିପରୀତ ହେଉଥିବ। ତେଣୁକରି ସେ ସବୁକୁ ଗୋଟେ ମେଣ୍ଟାଲି ବାଲାନ୍ସ କରିକି ଚାଲିବା ଆକ୍ଚୁଆଲି ବହୁତ ଡିଫିକଲ୍ଟ ହେଇଯାଏ, ବହୁତ ମୁସ୍କିଲ ହେଇଯାଏ। ତାପରେ ବି ଆମକୁ ଜୀବନଟା ବହୁତ ସୁନ୍ଦର, ତାକୁ ବି ମ୍ୟାନେଜ୍ କରିକି ଆମକୁ ଚାଲିବାକୁ ପଡ଼େ। ଯେବେ ବାଣୀବିହାରକୁ ସ୍ୱପ୍ନ ନେଇ ଯାଇଥିଲି ଯେ ମୋ ଜୀବନରେ କେବଳ ଚାକିରି ଗୋଟିଏ ହିଁ କରିବି, ମୋର ସବୁବେଳେ ଗୋଟେ ଚଏସ୍, ଲାଷ୍ଟ ଚଏସ୍ ଥାଏ। ଯେଉଁ କଲେଜରେ ପଢ଼ିବା ହେଉ, ୟୁନିଭର୍ସିଟିରେ ପଢ଼ିବା ହେଉ, ସବୁ କିଥିରେ ମୋର ସବୁବେଳେ ସ୍ପେସିଫିକ୍ ଆଉ ଗୋଟେ ସ୍ପେଶିଆଲ୍ ଚଏସ୍ ଥାଏ, ଆଉ ସେଇଟାକୁ ମୁଁ ଆଚିଭ୍ କରିବାକୁ ଇଚ୍ଛା କରେ। ଆଜି ଯାଏ ଯାହା ବି ଚାହିଁଛି ପାଇଛି। କେବଳ ଗୋଟେ ଜୀବନର କ୍ୟାରିୟରକୁ ନେଇକି ଇଚ୍ଛା ଥିଲା ଅଧ୍ୟାପିକାଟିଏ ହେବି, କିନ୍ତୁ ସେଇଟା ଆଜି ଯାଏ ପୂରଣ ହେଇପାରିନି। ଯଦି ବା ପୂରଣ ହେଇପାରିନି, ମୁଁ ପ୍ଲାନ୍ ବି ଉପରେ ଫୋକସ୍ ଦେଇକି ଏବେ ବିଜନେସ୍ କରୁଛି, ଆଉ ବିଜନେସ୍ ମୋର ବହୁତ ହେଲ୍ଦି ଆଉ ଭଲ ଭାବରେ ହାଇ ଏଜୁକେଟେଡ୍ ହେଇକି ବେରୋଜଗାର ରହିବାକୁ ମୁଁ ଆଦୌ ପସନ୍ଦ କରେନି। ଯିଏ ବି ହଉ, ମୁଁ ହୁଏ କି କେହି ବି ହୁଅନ୍ତୁ, ଗୋଟେ ମଣିଷ, ମୁଁ ସବୁବେଳେ ସ୍ତ୍ରୀ ପୁରୁଷ ସେ ଯିଏ ବି ହୁଅନ୍ତୁ, ଗୋଟେ ନିଜର ଯେତିକି ଆବଶ୍ୟକତା, ଖାଇବା ଠାରୁ ପିନ୍ଧିବା ଠାରୁ ସବୁକିଛି ଯାହା ସିଏ ବ୍ୟବହାର କରେ, ତାର ଖର୍ଚ୍ଚ ଯାହା, ଆଟଲିଷ୍ଟ ଗୋଟେ ମଣିଷ ନିଜର ଇନକମ୍ଟା କରୁଥିବା ଦରକାର ବୋଲି ମୋ ମେଣ୍ଟାଲିଟି। ତ ତା ହିସାବରେ ଆଉ ପୁଣି ଆମେ ଯେ ଏତେ ପଢ଼ିଛନ୍ତି, ତାପରେ ଯଦି ଆମକୁ କେବଳ ସାର୍ଟିଫିକେଟଟା ଫାଇଲରେ ରହିଲା ବଡ଼ କଥା ନୁହଁ, କିନ୍ତୁ ଯଦି ଆମ ସ୍କିଲ୍ ଫାଇଲରେ ରହିଯାଉଛି ସେଇଟା ହେଉଛି ବଡ଼ କଥା। ଯେଉଁଦିନ ଆମ ସ୍କିଲ୍ଟା ଫାଇଲରେ ରହିଯିବ ସେଇଦିନ ଆକ୍ଚୁଆଲି ଆମର ମୃତ୍ୟୁ ହେଇଯାଏ।
ମୋତେ ଲାଗେ। ତେଣୁ ସାର୍ଟିଫିକେଟ୍ ଅନେକ ଜଣଙ୍କର ଏମିତି ଫାଇଲରେ ରହିଯାଇଛି, ଠିକ୍ ଅଛି, କିନ୍ତୁ ଆପଣଙ୍କ ସମସ୍ତଙ୍କ ଭିତରେ କିଛି ନା କିଛି ସ୍କିଲ୍ ଅଛି। ଆଉ ମୋର ମେଣ୍ଟାଲିଟି ହେଲା ପ୍ରତିଟି ମଣିଷ ପାଖରେ କିଛି ନା କିଛି ଯେଉଁ ସ୍କିଲ୍ ଅଛି ସେ ସ୍କିଲ୍କୁ ନେଇକି ସମସ୍ତେ ଇନକମ୍ କରିପାରିବେ। ତା ସହିତ ଯଦି ଗୋଟେ ପ୍ୟାସନ୍ ଥାଏ, ମୁଁ ବିଜନେସ୍ଟାକୁ ବାଏ ଚଏସ୍ରେ ଆସିଛି, କିନ୍ତୁ ସେଇଟା ମୋର ଇମୋସନ୍ ଯଦି ବା ଅଛି, କିନ୍ତୁ ମୁଁ ବେଶୀ ଚାହିଁଥିଲି ଲେକ୍ଚରସିପ୍ କରିବାକୁ। ତ ତା ପାଇଁ ଆଜି ବି ମୁଁ ଟ୍ରାଏ କରୁଛି, ଯେବେ ବି ବାହାରିବ ମୁଁ ଆପ୍ଲାଏ କରିବି କି କ'ଣ। କିନ୍ତୁ ତା ମାନେ ନୁହେଁ ଯେ ସେଇଟାକୁ ଅପେକ୍ଷା କରିକି ମୋ ଜୀବନ ପୁରା ସାରିଦେବି, ପୁରା ବେରୋଜଗାର ରହିବି, ସେଇଟା ମୋ ମେଣ୍ଟାଲିଟି ନୁହଁ। ତ ମୋର କହିବାର କଥା ଯେ ଗୋଟେ ପ୍ରତିଟି ୟଙ୍ଗ ଭିତରେ ସେଇ ଗୋଟେ ରହିବା କଥା ଯେ ନାଇଁ, ଲାଇଫରେ ସବୁ କିଛି ଆମ ନିର୍ଦ୍ଦେଶରେ ହୁଏନି, ଈଶ୍ୱର ଅଛନ୍ତି, ସେ ଆମକୁ ଯେଉଁଠି ରଖିବେ ବେଟର ଜାଗାରେ ରଖିବେ। କିନ୍ତୁ ଆମେ ଆମର ଡ୍ୟୁଟି, ଆମେ ଆମର କର୍ମକୁ ଠିକ୍ ଭାବରେ କରିବା ଦରକାର। ଆଉ କେବେ ବି ଜୀବନରେ ଗୋଟେ ଅନୁତାପ କରିବା କଥା ନୁହଁ ଯେ ଆମେ ଏଇଟା କରିପାରିଲେନି ସେଇଟା କରିପାରିଲେ। ହୁଏତ ବେଟର ଲାଇଫ ପାଇଁ ବା ଆମେ ଯାହା ଚାହୁଁଛନ୍ତି ତାଠାରୁ କିଛି ଭଲ ଈଶ୍ୱର ଦେବା ପାଇଁ ରଖିଛନ୍ତି। ପ୍ରତିଟି ସମୟ ପ୍ରତିଟି ଦିନ ନା ଆମ ପାଇଁ ଗୋଟେ ମୁକ୍ତା ଭଳିଆ। ଆମକୁ ପ୍ରତିଦିନ କିଛି ଶିଖିବାର ଅଛି, ଆଉ ସେଇ ଶିଖିବା ଅନୁସାରେ ଆମକୁ କିଛି ଗୋଟେ ସ୍କିଲ୍ ଆମ ଭିତରେ ଯାହା ଥିବ ତାକୁ ଧରିବାର ଅଛି। ଯାହା ଆମର ପ୍ୟାସନ୍ ଯେଉଁଟା ରହିଛି, ଆମେ କିଛି କରିବାକୁ ଚାହୁଁଛନ୍ତି, ଯେଟା ଯଦି ସେଇଟା ସମୟ ଅନୁସାରେ ନ ହେଇପାରିଛି ତା ପାଇଁ ଚେଷ୍ଟା ରଖିବା ଦରକାର। କିନ୍ତୁ ସେତେ ପର୍ଯ୍ୟନ୍ତ ସେଇଟା ହେବା ପର୍ଯ୍ୟନ୍ତ ଆମେ ବସି ରହିବା, ଟେନସନରେ ରହିବା, ଡିପ୍ରେସନରେ ରହିବା, ତା ଅପେକ୍ଷା ଯଦି ଆମେ ଆମ ସମୟକୁ ଭଲ ଭାବରେ ୟୁଟିଲାଇଜ୍ କରିପାରିବା, ହୁଏତ ଆମେ କେଉଁଠି ନା କେଉଁଠି ଗୋଟେ ଭଲ ଜାଗାରେ ପହଞ୍ଚି ପାରିବା। ପ୍ରତିଟି ଯୁବକ ଭିତରେ ସେଇ ଅଗ୍ନି ରହିବା ଦରକାର, ସେଇ ଜଳନ ରହିବା ଦରକାର ଯେ ତାଙ୍କୁ କେହି ନ କହୁ ଯେ ହେଇ ଏତେ ପାଠ ପଢ଼ିଥିଲା କିଛି କରିପାରିଲାନି। ଯଦି ଝିଅଟେ ମ୍ୟାରେଜ୍ ବି କରିଯାଉଛି ସମୟ ଅନୁସାରେ, ଯେ ଯଦି ତାର ବି ଗୋଟେ ସ୍ୱପ୍ନ ଅଛି ମ୍ୟାରେଜ୍ ପରେ କିଛି କରିପାରୁନି, ତାକୁ ଯେମିତି କେହି ଆଙ୍ଗୁଳି ଦେଖେଇ ନ କହୁ ଯେ ସେ ମ୍ୟାରେଜ୍ କରିଗଲା ପରେ ଆଉ କ'ଣ କେହି କିଛି କରିପାରନ୍ତି। ତେଣୁ ଆକ୍ଚୁଆଲି ଦୁନିଆ ସବୁ କିଛି ଅନେକ କିଛି କଥା କହେ, କିନ୍ତୁ ଦୁନିଆର କଥାକୁ ଆମକୁ ବେଖାତିର କରିକି ନିଜ ସମୟଟାକୁ ଯଦି ଆମେ ଭଲ ଭାବରେ ୟୁଟିଲାଇଜ୍ କରିକି ଆଗକୁ ବଢ଼ିବା ନା, ତେଣୁ ସମସ୍ତଙ୍କ ପାଟି ଚୁପ୍ ହେଇଯାଇଥିବ, ଆମେ ଆମ କାମରେ ଲାଗି ଯାଇଥିବା, ଆଉ ଆମେ ଯେଉଁଠି ପହଞ୍ଚିବା କଥା ତାଠାରୁ ଭଲ ଜାଗାରେ ପହଞ୍ଚି ଯାଇଥିବା ଯଦି ଆମେ ଆମର କେବଳ ସମୟଟାକୁ ଭଲ ଭାବରେ ବ୍ୟବହାର କରିପାରିବା। ତ ଫ୍ରେଣ୍ଡସ୍, ଆସିବି ଆଉ ଗୋଟେ ବ୍ଲଗ୍ ନେଇକି। ଥ୍ୟାଙ୍କ୍ସ ଫର୍ ୱାଚିଂ ଆଣ୍ଡ ଲଭ୍ ୟୁ ଅଲ୍।